ମାଳିକା ବଚନ ହୋଇବ ସତ୍ୟ, ଉଦୟବଟ ଧାମରେ ଉଡ଼ିବ ନେତ। ପାରାଦୀପ। ବହୁ ପୁରାତନ ଯୁଗରୁ ମହାପ୍ରଭୁ ଅଚ୍ୟୁତାନନ୍ଦ ମାଳିକାରେ ବର୍ଣ୍ଣିତ ଅଛି ଯେ ପାରାଦୀପ ନିକଟ ଉଦୟବଟ ଧାମ ହୋଇବ ଶ୍ରୀକ୍ଷେତ୍ର ଧାମ। ଝଙ୍କଡ଼ବାସିନୀ ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ସ୍ୱପ୍ନାଦେଶ ଅନୁଯାୟୀ ପାରାଦୀପ ଉଦୟବଟଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ କଳିଯୁଗରେ କଳ୍କି ଅବତାର ହୋଇ ଲୀଳାଖେଳା କରିବେ ଏବଂ ମ୍ଲେଚ୍ଛ ସଂହରଣ କରିବେ, ଯାହାକି ଏବେ ସତ୍ୟରେ ପରିଣତ ହେବାକୁ ଯାଉଥିବା ବେଳେ ମହାପୁରୁଷ ରାଜୀବ ଲୋଚନ ଦାସ ବାବା ଶ୍ରୀ ସର୍ବେଶ୍ୱର ଦାସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାୟୀ ମନ୍ଦିର ନିର୍ମାଣର ଶୁଭାରମ୍ଭ କରିଥିଲେ, ଯାହା ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପାରାଦୀପ ନିକଟ ସେହି ଉଦୟବଟ ଧାମରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଆସନ୍ତା ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆସନ୍ତା ଫେବୃଆରୀ 1 ତାରିଖ ଠାରୁ ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ବିଶେଷ ପୂଜାର୍ଚ୍ଚନା ଓ ନାମଯଜ୍ଞ ସହ ମହାସମାରୋହରେ ଅନୁଷ୍ଠିତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଫେବୃଆରୀ 4 ତାରିଖ ମାଘ ମାସ ସପ୍ତମୀ ପୁଣ୍ୟତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହମାନେ ରତ୍ନ ସିଂହାସନରେ ବିଜେ କରିବାର ବ୍ୟବସ୍ଥା ହୋଇଛି। ଏହାକୁ ନେଇ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ସଭାପତି ସୂଚନା ଦେଇଛନ୍ତି। ଏହି ଭବ୍ୟ ମନ୍ଦିର ପ୍ରତିଷ୍ଠାରେ ମହାପ୍ରଭୁ ଜଗନ୍ନାଥ ମୁଖ୍ୟ ବାଣଗ୍ରାହୀ ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁ ଦାସ ମହାପାତ୍ର ଯୋଗ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ଭବ୍ୟ ସମାରୋହରେ ଓଡ଼ିଶାର ମାନ୍ୟବର ଶିଳ୍ପ ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଯୋଗ ଦେବାକୁ ଥିବାବେଳେ ଜଗତସିଂହପୁର ଲୋକସଭା ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେଣୁ ଏହି ଅବସରରେ ସମସ୍ତ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ଓ ଧର୍ମପରାୟଣ ବ୍ୟକ୍ତିମାନେ ବିଶେଷ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି। ଏହି ମନ୍ଦିର ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ନିକଟରେ ସୁଉଚ୍ଚ ଭବ୍ୟ ମନ୍ଦିର ପୂର୍ଣ୍ଣାଙ୍ଗ ହୋଇସାରିଛି। ସମସ୍ତ ଶ୍ରଦ୍ଧାଳୁ ଉକ୍ତ ସପରିବାର ଏହି ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ମହାପ୍ରଭୁଙ୍କ କୃପାଲାଭ କରିବା ସହିତ ନିଜକୁ ଧନ୍ୟ ମନେ କରିବାର ସମୟ ଆସିଛି। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କ୍ରାନ୍ତିଧାରା ପ୍ଲସ୍। ମୋ ନାଁ ଅନ୍ତର୍ଯାମୀ ସାହୁ, ଡାକ ନାଁ ଝାଟୁ ବାବୁ। ଏ ମନ୍ଦିର ବାବଦରେ ମଧ୍ୟ ଦୀପଦ କହୁଛି। ସାଧାରଣ ଆମ ଅଞ୍ଚଳର ସବୁ ଭକ୍ତମାନଙ୍କୁ ନିବେଦନ କରୁଛି ଯେ ଏ ଜଗନ୍ନାଥ ମନ୍ଦିର ମାଳିକା ପ୍ରସିଦ୍ଧ ମନ୍ଦିର ଅଟେ। ଆପଣମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଏ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ନିଜକୁ ସାମିଲ କରି ଠାକୁରଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ରହୁ, ଏହା ମୋର ଆପଣମାନଙ୍କ ପାଖରେ ନିବେଦନ। ଆପଣମାନେ ଜାଣନ୍ତି ଆମ ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଲୀଳାକ୍ଷେତ୍ର ଭାବେ ଉଦୟବଟ ଧାମ ପରିଚିତ। ଏହିଠାରୁ ସ୍ୱୟଂ ଜଗନ୍ନାଥ କଳ୍କି ଅବତାର ଧାରଣ କରି ବ୍ରହ୍ମନାମ ସାଧନ ମାଧ୍ୟମରେ ମ୍ଲେଚ୍ଛ ସଂହାର କରି ସତ୍ୟର ପ୍ରତିଷ୍ଠା କରିବେ ବୋଲି ପୁରାଣ ତଥା ମାଳିକା ସାହିତ୍ୟରେ ବହୁଳ ଭାବରେ ବର୍ଣ୍ଣନା କରାଯାଇଛି। ଆମ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କର ସ୍ୱପ୍ନାଦେଶ ଅନୁଯାୟୀ ମହାପୁରୁଷଙ୍କର ରାଜୀବ ଲୋଚନ ଦାସ ଏହି କ୍ଷେତ୍ରକୁ ଆବିଷ୍କାର କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ। ଧାମରେ ପରିପାର୍ଶ୍ୱିକ ସହିତ କଳ୍କି ଲୀଳାର ଶୁଭାରମ୍ଭ କରିଥିଲେ। ସନ୍ଥ ଶାରଳା ବାବା ଶ୍ରୀ ସର୍ବେଶ୍ୱର ଦାସ ମହାପ୍ରଭୁଙ୍କର ସ୍ଥାୟୀ ମନ୍ଦିର ନିର୍ମାଣ ଶୁଭାରମ୍ଭ କରିଥିଲେ। ସମ୍ପ୍ରତି କେତେକ ମହାପ୍ରଭୁଙ୍କର ଭକ୍ତ ତଥା ଶ୍ରଦ୍ଧାଳୁ ଓ ଆଦର୍ଶବାଦୀ ଧର୍ମପରାୟଣ ବ୍ୟକ୍ତି ବିଶେଷଙ୍କର ତ୍ୟାଗ ନିଷ୍ଠା ତଥା ନିରବଚ୍ଛିନ୍ନ ଉଦ୍ୟମ ଫଳରେ ଉଦୟ ଶ୍ରୀକ୍ଷେତ୍ର ନୀଳଚକ୍ର ଧ୍ୱଜା ଉଡ଼ିବାର ସମୟ ଉପସ୍ଥିତ ହୋଇଛି। ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ନିକଟରେ ଶ୍ରୀ ଜଗନ୍ନାଥଙ୍କର ସୁଉଚ୍ଚ ଭବ୍ୟ ମନ୍ଦିର ପୂର୍ଣ୍ଣାଙ୍ଗ ହୋଇଛି ଏବଂ ଏହାର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳନ କରାଯିବ। ଆସନ୍ତା ମାଘ ମାସ ଶୁକ୍ଳ ପଞ୍ଚମୀ ବସନ୍ତ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କର ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ଏବଂ ଫେବୃଆରୀ 1 ତାରିଖ ଠାରୁ ଫେବୃଆରୀ 4 ତାରିଖ ପର୍ଯ୍ୟନ୍ତ ବିଶେଷ କାର୍ଯ୍ୟକ୍ରମ ପୂଜାର୍ଚ୍ଚନା ଅନ୍ନଯଜ୍ଞ ଆୟୋଜିତ ହେବ। ଫେବୃଆରୀ 4 ତାରିଖ ମାଘ ସପ୍ତମୀ ପୁଣ୍ୟତିଥିରେ ମହାପ୍ରଭୁଙ୍କର ବିଗ୍ରହମାନେ ରତ୍ନ ସିଂହାସନରେ ବିଜେ କରିବେ। ଏହି ପୁଣ୍ୟ କାର୍ଯ୍ୟକ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କର ମୁଖ୍ୟ ବଡ଼ଗ୍ରାହୀ ଶ୍ରୀଯୁକ୍ତ ଜଗନ୍ନାଥ ଦାସ ମହାପାତ୍ର ଯୋଗ ଦେବାକୁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଥିସହିତ ଏ ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀ ମାନ୍ୟବର ସମ୍ପତ କୁମାର ସ୍ୱାଇଁ ଏବଂ ଆମ ଜଗତସିଂହପୁର ଜିଲ୍ଲାର MP ଡକ୍ଟର ବିଭୁ ପ୍ରସାଦ ତରେଇ ସେ ମଧ୍ୟ ଏ ଉତ୍ସବରେ
संपूर्ण सहयोग करी आपण मानकर दर्शनाभिलाषी आशा प्रकट करिसंती। एणु मु आपण मानक अनुरोध करुची साधारण सबु वर्गर लोक ठाकुर कृपा लाभ करिवे एवं आपण मानकर यथाहुति साहाय्य सहयोग प्रदान करी ए मंदिर सम्मान को अक्षुण्ण रखिए ए आशा करी मु आज वक्तव्य शेष करुची। मो नवघन स्वाई ये भक्त जहा हो आपण मानक मोर ट्रस्ट तरफ कृतज्ञता ज्ञापन करमर ये मालिका अनुसार जो 1 2 3 4 रे प्रोग्राम हम ये प्रोग्राम बहुत भक्त बहुत जगह आसबे आम आपण मानक माध्यम अनुरोध करुचु श्रद्धालु भक्त से माने ये पहुँचवा संगे संगे किसी दान कले आमर प्रसाद सेवन कार्यक्रम चलो आमर ये कार्यक्रम सांसद डॉक्टर विभु प्रसाद तराई शिल्प मंत्री संपद स्वाई जोगदेवे अन्य भक्त मैंने आसबे ये कही मोर वक्तव्य शेष कर विग्रह स्थापन करमर 4 तारिख रु कार्यक्रम सर 1 तारिख रु आरंभ हम मंदिर परिचालन कमिटी मुझे जड़े साधारण सभ्य अच्छी मंदिर आसी शेष पर्यायर पहुंची तार कार्य और विग्रह स्थापन कौन कौन सब कार्यक्रम रही आपण देखु दीर्घ 15 शताब्दी मालिकार लेखाई जे उदयबट धाम लीला उदय हम एवं प्रभुंर बाना उड़ से लोक विश्वास करुनथिले ए बालापंतरा बण जंगल भूमि रे एमती एक पवित्र स्थान रे परिवर्तन हम कई आशा करनथिले किंतु समय क्रमे आज से ही क्षेत्र में महाप्रभुंर सुउच्च भव्य मंदिर निर्माण कार्य संपूर्ण होती आसंता फेब्रुआरी 1 तारिख रु 4 तारिख भीतर तार प्रतिष्ठा उत्सव अनुष्ठित हम ए महाप्रभुंर श्रीमंदिर महाप्रभुंर जो बड़ग्राही अच्छा जगन्नाथ दास महापात्र से सदा स्वीकृति प्रदान कर भव्य उत्सव जोगदेवाई या तो सहित आमर स्थानीय विधायक तथा मंत्री संपद चंद्र स्वाई